ଆରେ ତମାନେ ସବୁ ଆସିଗଲ? ହେଲେ ରସୁଣ, ତୋର ମନ ଦୁଃଖ କ'ଣ ପାଇଁ? କ'ଣ ହେଇଛି? କଥା କ'ଣ ଗଜା? ଏମାନେ ସେମାନେ ତ କହୁଛନ୍ତି ରସୁଣ ତୁ ଏତେ ପାଠ କ'ଣ ପାଇଁ ପଢ଼ୁଛୁ? ଚାକିରି ବାକିରି କରୁନୁ, ପାଠ ପଢ଼ି କରିବୁ କ'ଣ? ସେଇଥିପାଇଁ ଟିକେ ମୋର ମନ ଦୁଃଖ ଅଛି ଆଉ। ହେଲେ ମୁଁ ଗୋଟେ କଥା ଭାବିଛି, ପାଠ ପଢ଼ି ଗୋଟେ କ'ଣ ଭଲ କାମ କରିବି, ଭଲ ଚାକିରି କରିବି। ହେଲେ ଏମାନେ କେହି ବୁଝୁନାହାନ୍ତି। ଏ ଜମା ଠିକ୍ କଥା ନୁହେଁ। କାହା ବିଷୟରେ କିଛି ଭଲ ଭାବେ ନ ଜାଣି ତାକୁ ଜଜମେଣ୍ଟ କରିବା ଠିକ୍ ନୁହେଁ। ଏଇ ବିଷୟରେ ମୁଁ ତୁମକୁ ଗୋଟେ କାହାଣୀ କହିବି, ଶୁଣିବ? ହଁ କହୁନାହାନ୍ତି। ଆମେ ତ ଶୁଣିବା ପାଇଁ ହିଁ ଆସିଛୁ। ସେ ଅନେକ ଦିନ ତଳର କଥା। ତ ସାରଙ୍କ ପାଖରେ କମଳା ଆଉ ପିଆଜ ପାଠ ପଢ଼ୁଥିଲେ। ଆଉ ସେମାନେ ବଡ଼ ହେଲେ, ପାଠ ପଢ଼ିବା ସରିବା ପରେ ଅଲଗା ଅଲଗା କାମରେ ଲାଗିଗଲେ। ହେଲେ ଦିନକର କଥା, ସେମାନଙ୍କର ହଠାତ୍ ଦେଖା ହେଲା। ଆରେ ଭାଇ, ତମ ହୋଟେଲରେ କ'ଣ ଅଛି? ଆମ ହୋଟେଲରେ ନାନ୍, ତଡ଼କା, ରୁଟି, ଡାଲି, ଭାତ, ପନିର ମସଲା ଏସବୁ ହେବ। ଆଉ କ'ଣ ଦରକାର କୁହନ୍ତୁ? କାମ କରନ୍ତୁ, ମୋତେ 20 ପଟ ରୁଟି ଆଉ ତା ସହିତ ପନିର ମସଲା ଦିଅନ୍ତୁ। ସାର୍ ମୋତେ ଜାଣିପାରୁନାହାନ୍ତି? ସାର୍ ନମସ୍କାର, ମୁଁ ହେଉଛି ଆପଣଙ୍କ ଷ୍ଟୁଡେଣ୍ଟ। ମୋ ଷ୍ଟୁଡେଣ୍ଟ? ତମ ନାଁଟା କହିଲ? ମୁଁ ପରା ହେଉଛି କମଳା। ମୁଁ ଆଉ ପିଆଜ ଆପଣଙ୍କ ପାଖରେ ଆମେ ପଢ଼ୁନଥିଲୁ? ହଁ ହଁ, ପିଆଜ ମୋତେ ଫୋନ୍ କରେ। ହେଲେ ତମେ ତ ଫୋନ୍ କର ନା। ତମେ କ'ଣ ଏଇ ଢାବା କରିଛ ପଢ଼ି ସାରି? ତମକୁ ଟିକେ ଲାଜ ଲାଗୁନି? ମୋ ପା ଷ୍ଟୁଡେଣ୍ଟ ଏଇ ସାମାନ୍ୟ ଢାବା କରି ବସିଛ। ତମ ସାଙ୍ଗ ପିଲା କିଏ କେତେ ବଡ଼ ବଡ଼ ଚାକିରି କରିଯାଇଛନ୍ତି, ହେଲେ ତମେ ଢାବା କରି ବସିଛ। ହଉ ଛାଡ଼। ଆଉ ଏହି ସମୟରେ ପିଆଜ ଆସିଲା। ସାର୍ ନମସ୍କାର, ଆପଣ ଆଜି ହୋଟେଲ ଆଡ଼େ କ'ଣ ଖାଇବା ନେବା ପାଇଁ ଆସିଛନ୍ତି? ହଁ ହଁ ପିଆଜ, କଥା କ'ଣ କି, ପିଲାମାନଙ୍କୁ ଆଜି ଗୋଟେ ଭୋଜି ଦେବାର ଅଛି। ସେଥିପାଇଁ 20 ପଟ ରୁଟି ଆଉ ପନିର ନେବା ପାଇଁ ଟିକେ ଆସିଛି ଆଉ। ଦେଖ କମଳା, ଇଏ ହେଉଛି ପିଆଜ, ତମ ସାଙ୍ଗେ ପାଠ ପଢ଼ୁଥିଲା। ପ୍ରଥମେ MBA କଲା, ତାପରେ ହୋଟେଲ ମ୍ୟାନେଜମେଣ୍ଟ କଲା। ଏବେ ଦେଖ ଚାକିରି ପାଇଛି, ମାସକୁ 30,000 ଟଙ୍କା ଦରମା। ସାର୍ 30,000 ନୁହଁ, ଏବେ ଆଉ 2,000 ଟଙ୍କା ବଢ଼ିଛି, 32,000 ଟଙ୍କା ହେଇଯାଇଛି। ତ ବଢ଼ିଆ କଥା, ଦେଖିଲ 32,000 ଟଙ୍କା ହେଇଯାଇଛି। ଆଉ ତମେ ଏଇ ଢାବା ଖୋଲି ବସିଛ। ହଉ ପିଆଜ, ତମେ ଏତେ ରାତିରେ କ'ଣ ପାଇଁ ଆସିଛ? କ'ଣ ଖାଇବା ନେବା ପାଇଁ ଆସିଛ? ହଁ ସାର୍, ମୁଁ ଖାଇବା ନେବା ପାଇଁ ଆସିନି। ମୁଁ ପରା ହୋଟେଲ ମ୍ୟାନେଜମେଣ୍ଟ କଲା ପରେ ଏଇଠି ଚାକିରି କରୁଛି ଆଙ୍କ ପାଖରେ। ମୋର ବୋଧେ ଜଜମେଣ୍ଟ କରିବା ଭୁଲ ହେଇଗଲା। କାହାରି ବିଷୟରେ କିଛି ନ ଜାଣି ଜଜମେଣ୍ଟ ଦେବାଟା ଜମାରୁ ଠିକ୍ ନୁହେଁ। ଦେଖିଲେ ତମାନେ, ଆମେ ଏ କାହାଣୀରୁ କ'ଣ ଶିଖିବା? କାହା ବିଷୟରେ କିଛି ନ ଜାଣି ଭଲ ଭାବେ ତାକୁ ଜଜମେଣ୍ଟ ଦେବା ଜମାରୁ ଠିକ୍ ନୁହେଁ, ବୁଝିଲ? ହଁ ଯା, ଠିକ୍ କଥା। ଆମେ ଆଉ କାହା ବିଷୟରେ କିଛି ନ ଜାଣି କାହାକୁ ଜଜମେଣ୍ଟ କରିବୁନି, ବା କାହା ବିଷୟରେ ଆମେ ଜଜମେଣ୍ଟ ଟୋଟାଲି ଦେବୁନି। ହଁ ଯା, ଆମେ କାହା ବିଷୟରେ କିଛି ନ ଜାଣି ଜଜମେଣ୍ଟ ଜମାରୁ ଦେବୁନି। ହଉ, ଆଜି ଅଧିକ ସମୟ ହେଲାଣି, ତମମାନେ ଯାଅ। ଆଜି ପାଇଁ ଭିଡ଼ିଓଟି ଏତିକି।